ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଏହା ହେଉଛି ଶ୍ରେଣୀ ଷଷ୍ଠ, ବିଷୟ ହେଉଛି ଚିତ୍ରାଙ୍କନ, ସମୟ 2 ଘଣ୍ଟା। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ ପିଲାମାନେ। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ତାରିଖ, ଯେଉଁ ତାରିଖ ଦିନ ଏହି ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ, ତୁମର ବିଦ୍ୟାଳୟର ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ବ୍ଲକ, ତୁମର ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି ସେହି ବ୍ଲକର ନାମ ଲେଖିବ। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମର ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ସେହି ଜିଲ୍ଲାର ନାମ ଏଠି ଲେଖିବ। ଏଠାରେ କିଛି ଲେଖିବାର ଆବଶ୍ୟକତା ନାହିଁ, ଏଠାରେ ତୁମର ଶିକ୍ଷକଙ୍କ କାମ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦିଅ। ଜଙ୍ଗଲ ମଧ୍ୟରେ ଗୋଟିଏ ହାତୀର ଚିତ୍ର ଅଙ୍କନ କରି ରଙ୍ଗ ଦିଅ, କିମ୍ବା ପୋଖରୀ କୂଳରେ ବଗଟିଏ ମାଛ ଧରିଥିବା ଚିତ୍ର ଅଙ୍କନ କରି ରଙ୍ଗ ଦିଅ, କିମ୍ବା ଘାସ ବୁଦା ମୂଳରେ ବସିଥିବା ଠେକୁଆଟିର ଚିତ୍ର ଅଙ୍କନ କରି ରଙ୍ଗ ଦିଅ। ପିଲାମାନେ ଏ ଭିତରୁ ଯେକୌଣସି ଗୋଟିଏର ଚିତ୍ର ସମ୍ପୂର୍ଣ୍ଣ ବଡ଼ କରି ଚିତ୍ର ଅଙ୍କନ କରିବ। ଧ୍ୟାନ ଦେବ, ଛୋଟ କରିବ ନାହିଁ, କାହିଁକିନା ଯେତିକି ବଡ଼ କରିବ ସେତିକି ଭଲ ଦିଶିବ ଏବଂ ସମ୍ପୂର୍ଣ୍ଣ ମାର୍କ ମଧ୍ୟ ସାର୍ ଦେବେ। ଠିକ୍ ଅଛି। ଅଭ୍ୟାସ କରିବ, ଥରେ ଦୁଇ ଥର ଅଭ୍ୟାସ କଲେ ଏହାକୁ ତୁମେ ସମ୍ପୂର୍ଣ୍ଣ ରୂପେ ଅଙ୍କନ କରିପାରିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କର। ପଡ଼ିଆରେ ଘାସ ଚରୁଥିବା ଗୋଟିଏ ଗାଈର ଚିତ୍ର ଅଙ୍କନ କରିବ, କିମ୍ବା ଗୋଟିଏ ସୁନ୍ଦର ଫୁଲଦାନୀର ଚିତ୍ର ଅଙ୍କନ କରିବ, କିମ୍ବା ବସିଥିବା ଗୋଟିଏ ବିଲେଇର ଚିତ୍ର ଅଙ୍କନ କରିବ। ପିଲାମାନେ ଏହାକୁ ବାରମ୍ବାର ଥରେ ଦୁଇ ଥର ଅଭ୍ୟାସ କରିଦେଲେ ଏଥର ତୁମେ ନ ଦେଖିଲେ ମଧ୍ୟ ତାହାକୁ ତୁମେ ଅଙ୍କନ କରିପାରିବ। ସେ ଅଭ୍ୟାସ ହେଉଛି ସବୁଠାରୁ ମୂଳ ମନ୍ତ୍ର ପିଲାମାନେ। ଠିକ୍ ଅଛି। ଧ୍ୟାନ ଦେବ, ଯେମିତି ଚିତ୍ରଟି ବଡ଼ ହେବ। ଠିକ୍ ଅଛି, ବଡ଼ ହେବ, ଛୋଟ କରି ଅଙ୍କନ କରିବ ନାହିଁ। ଛୋଟ କରି ଅଙ୍କନ କଲେ ମଧ୍ୟ ସାର୍ ତୁମକୁ ମାର୍କ ଦେବେ ନାହିଁ। ସମ୍ପୂର୍ଣ୍ଣ ବଡ଼ କରି ଚିତ୍ରଟି ଅଙ୍କନ କରିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଆମେ ଏପରି ଇନଫର୍ମେସନ୍ ତୁମ ପାଖରେ ପହଞ୍ଚାଇଥିବାରୁ ତୁମେ ନିଶ୍ଚୟ ଗୋଟିଏ ଲାଇକ୍ କରିବ ପିଲାମାନେ। ଠିକ୍ ଅଛି। ଏବଂ କମେଣ୍ଟ ମଧ୍ୟ କରିବ। ଧନ୍ୟବାଦ। ଏହା ସମ୍ପୂର୍ଣ୍ଣ ଠିକ୍ ହୋଇଥିବାରୁ ତୁମର ସାଙ୍ଗମାନଙ୍କ ନିକଟକୁ ସେୟାର କରିବ। ଧନ୍ୟବାଦ।